ହିନ୍ଦୋଳ ଉପଖଣ୍ଡରେ ବଢୁଛି ହାତୀ ପ୍ରାଦୁର୍ଭାବ। ରାଜ୍ୟରେ ସବୁଠାରୁ ଅଧିକ ହାତୀ ଢେଙ୍କାନାଳ ଜିଲ୍ଲାରେ ଚଳପ୍ରଚଳ କରୁଥିବା ନେଇ ବନ ବିଭାଗ କହୁଥିବା ବେଳେ ଜିଲ୍ଲାରେ ହିନ୍ଦୋଳ ଉପଖଣ୍ଡରେ ସବୁଠାରୁ ଅଧିକ ହାତୀ ରହିଥିବା ଜଣାପଡିଛି। ହିନ୍ଦୋଳ ବନାଚଳ ଝାଡବନ୍ଧ ବେଗା ପାହାଡ ଅଞ୍ଚଳରେ ଅଟକି ରହିଛନ୍ତି 100ରୁ ଉର୍ଦ୍ଧ୍ବ ହାତୀ। ସେହି କାରଣରୁ ଝାଡବନ୍ଧରୁ ବୈଠବନ୍ଧ ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ଜନସାଧାରଣଙ୍କ ଯାତାୟାତ ଉପରେ ବନ ବିଭାଗ ପକ୍ଷରୁ କଟକଣା ଜାରି ହୋଇଛି ଏବଂ ବର୍ଷେ ଭିତରେ ପ୍ରାୟ 40ରୁ ଅଧିକ ବ୍ୟକ୍ତି ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ବେଳେ 10ରୁ 15 ହାତୀ ମଧ୍ୟ ଶିକାରୀଙ୍କ ଫାଶ ଓ ଅନ୍ୟ କାରଣରୁ ମୃତ୍ୟୁବରଣ କରିଛନ୍ତି। ହାତୀମାନେ ଜନବସତି ମୁହାଁ ହେବା ସହ ବ୍ୟାପକ ଫସଲ ହାନି ମଧ୍ୟ ଘଟାଉଛନ୍ତି। ସେହିପରି ସଚେତନ କରାଇବା ପାଇଁ ଆଜି ବନ ବିଭାଗ ଏଠାରେ ଫେଲ୍ ମାରିଛି। ଫଳରେ ହାତୀ ଆକ୍ରମଣରେ ମଣିଷ ମରିବା ଦୈନିକ ଘଟଣାରେ ପରିଣତ ହୋଇଛି। ସେପଟେ ଜଙ୍ଗଲ ଧ୍ୱଂସ ସହ ହାତୀ ଏବଂ ବିଭିନ୍ନ ବନ୍ୟଜନ୍ତୁ ମଧ୍ୟ ଅବାଧରେ ଶିକାର ହେଉଥିବାରୁ ପରିବେଶ ଅସନ୍ତୁଳନ ଅବସ୍ଥାରେ ପହଞ୍ଚିଲାଣି। ବନ ଅଧିକାରୀଙ୍କ ସହ ବନ ବିଭାଗର ଅପାରଗତା ପାଇଁ ଜନସାଧାରଣ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ବୃଦ୍ଧି ପାଇବା ସହ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ଜୋର ଧରିଛି। ଢେଙ୍କାନାଳରୁ ମହେଶ୍ୱର ସାହୁଙ୍କ ରିପୋର୍ଟ, ଦୁର୍ଗା ନ୍ୟୁଜ 24 ଓଡ଼ିଆ।